ମଦକୁ ନେଇକରି ଓଡ଼ିଶାରେ ଗୋଟିଏ ବଡ଼ ବିବାଦ ଚାଲିଛି, ବିତର୍କ ଚାଲିଛି। ପ୍ରସ୍ତାବ ଆସୁଛି ଯେ ଯେମିତି ଚାଉଳ ପାଇଁ ରେସନ କାର୍ଡ ଅଛି, ମଦ ପାଇଁ ସେମିତି ଗୋଟିଏ ରେସନ କାର୍ଡର ବ୍ୟବସ୍ଥା କରାଯିବ। ମଦୁଆ ମାନେ ରେଜିଷ୍ଟ୍ରେସନ କରିବେ, ଆଉ ଆବଶ୍ୟକତା ଅନୁସାରେ ମଦ ଯୋଗାଇ ଦିଆଯିବ। ଆପଣ এই ପ୍ରପୋଜାଲକୁ କେମିତି ଦେଖୁଛନ୍ତି? ମଦ ନିଷେଧ କରାଯିବା ଉଚିତ। ମୋର ବ୍ୟକ୍ତିଗତ ମତ ହଉଛି ସାରା ରାଜ୍ୟରେ ସମସ୍ତ ପ୍ରକାରର ନିଶା, ମଦ ଅପେକ୍ଷା ଏ ଯୋଉ ଧଳା ଜହର ବର୍ତ୍ତମାନ ଗାଁ ଗହଳରେ ମିଳିଲାଣି। ମାନେ ଆମେ ଯୁଆଡେ ଯିବା, ଏପରିକି ଯୋଉ ଗାଁ ଗୁଡିକ ଅତ୍ୟନ୍ତ ମାନେ ବହୁ ପରିମାଣରେ ଏସବୁ ଦୃଷ୍ଟିରୁ ସଂସ୍କାରୀ ଗାଁ ଥିଲେ, ସେ ସବୁ ସଂସ୍କାରୀ ଗାଁ ମାନଙ୍କରେ ମଧ୍ୟ ମଦ ତ ମିଳୁଛି, ତା ସାଙ୍ଗରେ ଏ ଜହର ପିଲାମାନଙ୍କ ପାଖରେ ପହଞ୍ଚି ଯାଉଛି। ତେଣୁ ଏ ସବୁ ନିଶା ନିବାରଣ ହବା ମୁଁ ଭାବୁଛି, ବିଚାର କରୁଛି ନିଷ୍ଠାର ସହିତ ତାକୁ କରାଯିବା ନିଶା ଉଚିତ। ନିବାରଣ ସମ୍ପୂର୍ଣ୍ଣ ହବା ତ ବର୍ତ୍ତମାନ ସମୟରେ ସମ୍ଭବପର ନୁହେଁ ପଞ୍ଚନନା ବାବୁ ଏକା ଦିନେ। କିନ୍ତୁ ଗୋଟେ ବଡ କଥା ହଉଛି ଯେ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ହବା ଜରୁରୀ। ତ ଯଦି ରେସନ ହଁ କାର୍ଡ ଦିଆଯାଏ ଯେ ଆପଣ ଏତିକି ବୋତଲ ମଦ ପିଇ ପାରିବେ, ତାଠାରୁ ଅଧିକ କିଣି ପାରିବେନି, ଏ ପ୍ରସ୍ତାବକୁ ଆପଣ କେମିତି ଦେଖୁଛନ୍ତି? ତାମିଲନାଡୁ ନାଇଁ ଭଳି। ନାଇଁ, ସେଇଟା କଣ କାର୍ଯ୍ୟକାରୀ ହେଇପାରିବ? ଧର ଜଣେ ନିଶା ମତେ କୁହାଯାଇଛି ଯେ ତମେ ଏତିକି ପିଇବ, ମୁଁ କେତେ ମୋ ନାଁରେ ଆଣିଲି, ମୋ ଡ୍ରାଇଭର ନାଁରେ ଆଣିଲି, ମୁଁ ଅଧିକ ପିଇବି। ଏଣୁ ପିଇବା ପାଇଁ କି ବା କିଣିବା ପାଇଁ କି କୌଣସି ଏ ପ୍ରକାର ରେଷ୍ଟ୍ରିକ୍ସନ ନାହିଁ। ପୁରାପୁରି ଭାବରେ ଓଡିଶାରେ ଏହା ଉଚ୍ଛେଦ ହବା ଦରକାର। ତ ମଦ 10,000 କୋଟି ଟଙ୍କାର ରେଭିନ୍ୟୁ ଦଉଛି ପଞ୍ଚନନା ବାବୁ। ଏ ହଁ, 10,000 କୋଟି ଟଙ୍କାର ରେଭିନ୍ୟୁକୁ ରାଜ୍ୟ ଛାଡି ପାରିବ? ଆଠାରୁ ଅଧିକ ରେଭିନ୍ୟୁ ମିଳିବ ଯଦି ଆମେ ଟିକେ କାର୍ଯ୍ୟ କରୁ। ଆମର ଯୋଉ ମାଇନର ପ୍ରଡକ୍ଟ ଅଛି, ମିନେରାଲ ପ୍ରଡକ୍ଟ, ବାଲି, ମୋରମ, ଏ ଯୋଉ ଅପର୍ଯ୍ୟାପ୍ତ ଭାବରେ ଚୋରି ଯାଉଛି, ତାକୁ ଯଦି କେବଳ କଣ୍ଟ୍ରୋଲ କରିଦଉ, ଆମେ ସେଥିରୁ 10,000 ନୁହେଁ 15,000 20,000 କୋଟି ଟଙ୍କା ମିନେରାଲ ରିସୋର୍ସେସ୍, ମାଇନର ମିନେରାଲ ରିସୋର୍ସେସ୍ ପାଇପାରିବୁ। ତେଣୁ ମଦରୁ ରେଭିନ୍ୟୁ ପାଇବାର ଆବଶ୍ୟକତା ଆମର ନାହିଁ। 10,000 କୋଟି ଟଙ୍କା ଦରକାର ପାଇବା ନାଇଁ, ଲୋଭରେ। ହଁ ଆମେ ନାଇଁ, ବର୍ତ୍ତମାନ ଆବଶ୍ୟକତା ନାଇଁ କହୁନାହିଁ। ଆଉ ଏ 10,000 କୋଟି ଟଙ୍କାକୁ ଅନ୍ୟ ଭାବରେ ଭରଣା କରିପାରିବୁ। କିନ୍ତୁ ମଦ ଚାଲିବା ଫଳରେ ଘରେ ଯୋଉ ପ୍ରୋବ୍ଲେମ ହଉଛି, ପାରିବାରିକ ପ୍ରୋବ୍ଲେମ, ବାପ ପୁଅକୁ ମାରୁଛି, ମାକୁ ମାରିକିରି ପୁଅ ପୋତି ଦଉଛି ଘର ଭିତରେ, ଏ ଘଟଣା ଘଟିବ ନାହିଁ। ଏ ଘଟଣା ଘଟିବ ନାହିଁ। ଯୋଉ ଦୁର୍ଘଟଣା ରାସ୍ତାଘାଟରେ ଘଟୁଛି, ଗାଡି ଚଲାଉଛନ୍ତି ମଦ ଖାଇକିରି, ସେ ଦୁର୍ଘଟଣା ଘଟିବ ନାହିଁ। ଅନେକ ଦୁର୍ଘଟଣାରୁ, ପାରିବାରିକ ଦୁର୍ଘଟଣା ଏବଂ ରାସ୍ତା ଦୁର୍ଘଟଣାରୁ ଆମେ ରକ୍ଷା ପାଇବୁ। ଅନେକ ଯୋଉ ଅର୍ଥଶାନ୍ତ ହଉଛୁ, ଖର୍ଚ୍ଚାନ୍ତ ହଉଛୁ, ସେଥିରୁ ଆମେ ରକ୍ଷା ପାଇବୁ। ଠିକ ସେମିତି ଭାବରେ ଆମେ ଯଦି ଆଦିବାସୀ ଅଞ୍ଚଳରେ ଯୋଉ ମଦ, ତାଙ୍କର ଟ୍ରାଡିସନାଲ ମଦ ଚାଲୁଥିଲା, ତାଙ୍କ ଟ୍ରାଡିସନାଲ ମଦ ହଉଛି ହାଣ୍ଡିଆ ହଉ ବା ଆମର ଯୋଉ ମହୁଲ ହଉ, ସେମାନେ ରାନ୍ଧୁଥିଲେ, ତିଆରି କରୁଥିଲେ, ଖାଉଥିଲେ। ଏବେ ସେଠି ବିକ୍ରି ହଉଛି। ସେ ବିକ୍ରିରେ କୋଉ କୋଉ ଜାଗାରେ ୟୁରିଆ ମିଶା ହଉଛି ଏବଂ ବିଷାକ୍ତ ଜିନିଷ ମିଶେଇକିରି ଅଧିକ ତାକୁ ନିଶାଗ୍ରସ୍ତ କରୁଛନ୍ତି ଏବଂ କ୍ଷତିଗ୍ରସ୍ତ ହଉଛନ୍ତି ସମାଜ। ଗରିବ ହଉଛନ୍ତି, ଦରିଦ୍ର ହଉଛନ୍ତି, ଦୁର୍ବଳ ହଉଛନ୍ତି, ସେଥିରୁ ରକ୍ଷା ପାଇବେ। ଏଣୁ ସେଇ ସବୁ କଥାକୁ ଦୃଷ୍ଟିରେ ରଖିକିରି ଆମକୁ କାର୍ଯ୍ୟ କରିବାକୁ ପଡିବ। ପଞ୍ଚନନା ବାବୁ, ଆପଣ ଭାବୁଛନ୍ତି ଭାରତୀୟ ଜନତା ପାର୍ଟି ସରକାର ମଦ ସମ୍ପୂର୍ଣ୍ଣ ନିଷେଧ କରିବେ ବୋଲି ଓଡ଼ିଶାରେ? ମତେ ତ ଲାଗିଲା ତାଙ୍କର ମନ୍ତ୍ରୀ ନୂତନ ଭାବରେ ନିଯୁକ୍ତ ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ, ସେ କହିଛନ୍ତି, ତାଙ୍କ କଥାରୁ ଯାହା ଜଣା ପଡିଲା, ସେ ପୁରାପୁରି ଉଚ୍ଛେଦ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲିକିରି। ଏବଂ ତାଙ୍କର ଏକ ଇସ୍ତାହାରରେ ମଧ୍ୟ ଯୋଉ ସଂକଳ୍ପ ପତ୍ର ଥିଲା, ସେଥିରେ ମଧ୍ୟ କହିଛନ୍ତି ଯେ 29 ମସିହା ସୁଦ୍ଧା କରାଯିବ ବୋଲିକିରି। ଏକଥା ମୁଁ କହୁନାହିଁ, ଏକଥାକୁ ଖବର କାଗଜରେ ଲେଖିକିରି ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଲେ ଯେ ନିଶା ନିବାରଣ ଆନ୍ଦୋଳନ କରୁଛନ୍ତି ଶ୍ରୀଯୁକ୍ତ ପଦଚରଣ ନାୟକ। ତେଣୁ ସେଇ ଦୃଷ୍ଟିରୁ ମୁଁ ଭାବୁଛି ନିଶ୍ଚୟ ସେମାନେ କରିବେ, ଆରମ୍ଭ କରିବେ ପ୍ରକ୍ରିୟା ଏ ବର୍ଷ। କିଛି ବଡ କଥା ନୁହେଁ, ମୁଁ ଯୋଡ଼ିଏ କଥା କହୁଛି। ଗାଁରେ ଥିବା ଆମର ଯୋଉ ଗ୍ରାମରକ୍ଷୀ ମାନେ, ତାଙ୍କୁ ଖାଲି ଦାୟିତ୍ୱ ଦିଆଯିବ, କିଛି ଅଧିକ ପଇସା ଦିଆଯିବ। ସେମାନେ ପ୍ରତି 7 ଦିନରେ ରିପୋର୍ଟ କରିବେ ଗାଁରେ କୋଉଠି ଚୋରାରେ ବିକ୍ରି ହଉଛି ମଦ କିମ୍ବା ସେ ଜହର ବିକ୍ରି ହଉଛି। ତାହେଲେ ତା ଉପରେ ତୁରନ୍ତ ଆକ୍ସନ ନିଆଯିବ। ଆଉ ଯଦି ଧରା ହେଲା, ତାହେଲେ ସେ ରିୱାର୍ଡେଡ ହବ, ତାକୁ ଇନସେଣ୍ଟିଭ, ପୁରସ୍କାର ଦିଆଯିବ ସେଇ ଗ୍ରାମରକ୍ଷୀକି। ଏ କଥା କଲେ ଅନେକ ବନ୍ଦ ହେଇଯିବ ଗାଁ ଗହଳିରେ। ଦ୍ୱିତୀୟ କଥା ହଉଛି, ଯୋଉ ପୋରସ୍ ପଏଣ୍ଟ ଅଛି, ଧର ଆନ୍ଧ୍ରରୁ
ଛତିଶଗଡ଼ରୁ ବିଭିନ୍ନ ରାଜ୍ୟର ବର୍ଡରରେ ଆମର ଯୋଉ ପୋରସ୍ ପଏଣ୍ଟ ଅଛି ସେଗୁଡିକୁ ଆମକୁ ଜଗିଯିବା ଦରକାର। ଜଗିଗଲେ ବନ୍ଦ ହେଇଯିବ। ରାଜ୍ୟରେ ଚାହିଁଲେ ଆମେ ନିଷ୍ଠାର ସହିତ ଚାହିଁଲେ ବନ୍ଦ ହେଇଯାଇପାରିବ। ତ ଓଡ଼ିଶା କେମିତି କାହିଁକି ମଦ ପିଇବାରେ ନମ୍ବର 1 ବନିଲା ପଞ୍ଚାନନ ବାବୁ? ଆ ପଛର କାରଣ କଣ? ନାଇଁ ଓଡ଼ିଶାରେ ମଦ୍ୟପ ନଥିଲେ। ଓଡ଼ିଶାରେ ମୁଁ କହୁଛି ମୋର 30-40 ବର୍ଷ ତଳେ ଆମ ଗାଁରେ ଜଣେ ଅଧେ ଯଦି କେହି ଗଞ୍ଜେଇ ଖାଉଥିଲା ସେ ଲୁଚିକିରି ଖାଉଥିଲା ବା ବଡ ଲୋକ ହେଲେ ମଧ୍ୟ ଏବଂ ଆକଟ କରାହଉଥିଲା ପିଲାମାନଙ୍କୁ ତମେ ସେପଟକୁ ଯିବ ନାହିଁ। କାହିଁକି ଯିବ ନାହିଁ ନା ସେଠି ସବୁ ଗଞ୍ଜେଇ ଫଞ୍ଜେଇ ଖାଆନ୍ତି, ଏଠୁ ସାଡକୁ ଯିବ ନାହିଁ, ସେଟା କହନ୍ତି ନାହିଁ, କହ ତମେ ସାଡକୁ ଯିବ ନାହିଁ। ଏଠୁ ଗଞ୍ଜେଇ ଖାଇବାଟାକୁ ମଧ୍ୟ ଗାଁ ଗହଳିରେ ଆମର ବାଛନ୍ଦ କରାଯାଉଥିଲା। ଯଦିଓ ଗଞ୍ଜେଇ ଭୋଗ ହଉଥିଲା ତ୍ରିନାଥ ମେଳାରେ, ପଞ୍ଚାନନ ମେଳାରେ ଗଞ୍ଜେଇ ଭୋଗ ହଉଥିଲା, କିନ୍ତୁ ଗଞ୍ଜେଇ ଖାଇବା କଥାଟା ଗାଁ ଗହଳିରେ ନଥିଲା, କେହି ପସନ୍ଦ କରୁନଥିଲେ। ଆଜି ଦିନରେ ସେଇ ଗାଁରେ ଆଜି ସେ ପିଲା ଚରସ ଖାଉଛନ୍ତି, ସେ ଯୋଉ ପାଉଡର ଖାଉଛନ୍ତି, ଆଉ ଆକୁ ମଧ୍ୟ ମଦ ମଧ୍ୟ ଗାଁର ଦାଣ୍ଡରେ ମାନେ ଯଦି ବଜାର ଉପରକୁ ଟିକେ ଯିବା ସେଠି ବିକ୍ରି ହଉଛି, ଖାଉଛନ୍ତି ଲୋକେ। ଏକଥା ଦେଖିଲେ ଦୁଃଖ ଲାଗୁଛି। ଏଥିପାଇଁ କିଏ ଦାୟୀ ପଞ୍ଚାନନ ବାବୁ? ନମ୍ବର 1 ବନିଲା ଓଡ଼ିଶା କେମିତି? ଏଥିପାଇଁ କି ଉଭୟ ଦାୟୀ। ଆମ ସମାଜ ଦାୟୀ। ଆମେ ନିଜେ କଣ୍ଟ୍ରୋଲ କରୁନାହୁଁ। ଆମେ ନିଜକୁ ନିଜେ ଯଦି ମୁଁ ମଦ ଖାଇବି ନାହିଁ ବା ନିଶା ଖାଇବି ନାହିଁ, ମୋ ପିଲାଏ ଖାଇବେ ନାହିଁ। ମୋ ପିଲାଏ ଆଜି ପର୍ଯ୍ୟନ୍ତ ମଧ୍ୟ ମୁଁ ସେ କଥା ଦେଖୁଛି, ସେ କେବେ ଖାଇବେ ନାହିଁ ଯଦି ଆମେ ଏ କଥାର ଅଭ୍ୟାସ ନ କରୁ ବା ଏଥିକି ପ୍ରୋତ୍ସାହନ ନ ଦଉ। ଆର ନିଜର ସଂସ୍କାର ରହିବା ଉଚିତ, ସାମାଜିକ ସଂସ୍କାର ରହିବା ଉଚିତ, ସମାଜର ସଂସ୍କାର ରହିବା ଉଚିତ। ତା ସାଙ୍ଗରେ ସରକାରଙ୍କର ମଧ୍ୟ ଏଥିପାଇଁ କି ଦାୟିତ୍ୱ ରହିଛି। ସରକାର ଗାଁ ଗାଁରେ ଖୋଲିବା ଦ୍ୱାରା ମଦର ବ୍ୟାପକ ପ୍ରସାର ହେଲା କି ପଞ୍ଚାନନ ବାବୁ? ସରକାର ପ୍ରସାର କରେଇଲେ। 2000 ମସିହାରେ 2001-2ରେ 2-3ରେ 80 କୋଟି ଟଙ୍କା 120 କୋଟି ଟଙ୍କା ମ୍ୟାକ୍ସିମମ୍ ୟାରି ଭିତରେ ମିଳୁଥିଲା ରାଜସ୍ୱ, ଏବଂ ଏହା ଭାରି ଲିମିଟେଡ ଥିଲା। ବର୍ତ୍ତମାନ ଏଥିରୁ ମିଳୁଛି 12,000ରୁ 13,000 କୋଟି ଟଙ୍କା। 2-3 ହଜାର କୋଟି ଟଙ୍କା ଖର୍ଚ୍ଚ ଚାଲିଗଲେ ନେଟ୍ ପ୍ରାୟ 10,000-11,000 କୋଟି ଟଙ୍କା ଆୟ ହଉଛି। ତେଣୁ ଏହାର ପ୍ରସାର ହେଇଛି, ପ୍ରଚାର କଥା ନୁହେଁ, ପ୍ରସାର ହେଇଛି। ମଦ ଚାରିଆଡେ ମିଳୁଛି ଏବଂ ଲେଖା ହେଇଛି, ଆମେ ଯଦି ବାଟରେ ଯାଉଛୁ ରାସ୍ତା କରରେ ଦୋକାନ ଖୋଲା ଅଛି, ଦୋକାନ ଖୋଲା ଅଛି ମାନେ ଆମେ ସାଙ୍ଗେ ସାଙ୍ଗେ ଜାଣିଗଲୁ ଯେ ଆ ପାଖରେ ଗୋଟେ କୋଉଠି ସେଇ ଦୋକାନ ଅଛି। ତା ଉପରେ ମଦ ଦୋକାନ କି କିଛି ଲେଖା ହେଇନାହିଁ, କିନ୍ତୁ ଦୋକାନ ଖୋଲା ଅଛି। ସାଙ୍ଗେ ସାଙ୍ଗେ ଗାଡି ଗଡୁଛି ସେଠିକି, ଯୋଉମାନେ ପିଇବା ଲୋକ ଦୋକାନ ଭିତରୁ ନେଇକି ଆସୁଛନ୍ତି। ଏଇ କଥା ଗୁଡାକ ଆମେ ଏଥିରେ ଏହା ପ୍ରଚାର ବା ପ୍ରସାର ନିଶ୍ଚୟ ହଉଛି ଏବଂ ସେଗୁଡିକ ବନ୍ଦ ହବା ଦରକାର। ସରକାରଙ୍କ ତରଫରୁ ଏ ପଦକ୍ଷେପ ନେବା ପାଇଁ କି ମୁଁ ଭାବିବି ନୂଆ ସରକାର ଏହାକୁ ନିଶ୍ଚୟ ନେବେ। ବହୁତ ଧନ୍ୟବାଦ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ଆପଣଙ୍କର ମତାମତ ପାଇଁ। ଧନ୍ୟବାଦ, ବହୁତ ଧନ୍ୟବାଦ। ବହୁତ ଧନ୍ୟବାଦ।